ଶାନ୍ତିଲତା ଦାସ 10 ତାରିଖ ଦିନ ରାତି 9:30 ବେଳେ ଆସିକି ରଞ୍ଜନ ପାତ୍ର ଏଇଠି ମାନେ ପଚାରିଲା ଯେ ଭାଉଜ ଚନ୍ଦନ ଯାହା କଲା ସବୁ ଠିକ କଲା ତ। ମୋ ପୁଅ ନା ଚନ୍ଦନ, ସେ ଏଇ ହାଇସ୍କୁଲରେ ସିକ୍ୟୁରିଟିରେ ରହିଛି। ତାକୁ ମଝିରେ ଥରେ ସେଇ ଲିପୁ ବୋଲି ପିଲାଟା ସେ ରଞ୍ଜନ ପାତ୍ର ସାଙ୍ଗରେ ଥାଏ, ସେଇ ପିଲାଟା ଯାଇକି ଧମକି ଦେଇଥିଲା ଯେ ତତେ ଆମେ ଟେକିକି ମାରିଦବା ବୋଲିକି, ଆଉ ଜୀବନ ବି ପାଇବୁନି, ସେ ତାକୁ ଧମକ ଦେଇଥିଲା। ତାପରେ ସେଦିନ ରାତିରେ ଆସିକି ସେ କହିଲା ଆଉ ଭାଉଜ ଚନ୍ଦନ ଯାହା କହିଲା ସବୁ ଠିକ କଲା ତ। ମୁଁ କହିଲି କିସ କହିଲା କି ଚନ୍ଦନ? ନା ଭିଡିଓ ଦେଇଛି, ଆଉ ତା ପାଇଁକା ମତେ ସଜା ହବ, ଥାନାର ମୁଁ ଭିଡିଓ ଦେଖିଛି, ଆଉ ମୁଁ ତା ମୁଣ୍ଡ ନେମି। ଅଶ୍ଳୀଳ ଭାଷାରେ ଏମିତି ଭାଷା କହିଛି, ସେ ଭାଷା ମୁଁ କହିବି ପାରିବିନି। ସେ ଭାଷା ଲଗେଇକି ଯାହା କହିଛି ସିଏ, ଆଉ କହିଲା ତ ପୁଅର ତ ମୁଁ ଚ୍ୟାଲେଞ୍ଜ ମାରୁଛି, ତ ପୁଅର ମୁଣ୍ଡ ନେମି। ମୁଣ୍ଡ ଛଡା ଆଉ କିଛି କଥା ନାହିଁ। ସେ ଅଭିଯୋଗ ନେଇକି ମୁଁ ଥାନା ମଧ୍ୟ ଦେଇଛି। ଆଜି ପର୍ଯ୍ୟନ୍ତ ଥାନା ବାଲା କିଛି ବୁଝି ନାହାନ୍ତି। ଆମର ଯେତିକି ବିଜେପି କର୍ମକର୍ତ୍ତା ଅଛନ୍ତି ସେମାନେ ବି ବୁଝାବୁଝି କରୁଛନ୍ତି, ସେମାନଙ୍କୁ ବି ମୁଁ ଜଣେଇଥିଲି। ତ ମୋ ପୁଅର ଭବିଷ୍ୟତ ବର୍ତ୍ତମାନ ଅନ୍ଧାର ଅଛି। ମୋର ଆର ଯଦି ତାର କିଛି ପ୍ରତିକାର ଏମାନେ ନ କରନ୍ତି, ମୁଁ ହାଇକୋର୍ଟ ପର୍ଯ୍ୟନ୍ତ ଯିବି, କିଛି ଅସୁବିଧା ନାହିଁ। ଆପଣ ଜଣେ କର୍ମକର୍ତ୍ତା ଅଛି, ରିସିଭ କଲେ ସେମାନେ କହୁଥିଲେ ବୁଝାବୁଝି କରିଦବା। ମୁଁ କହିଲି ନା, ଯଦି ବୁଝେଇବେ ତାହେଲେ ମୋ ପୁଅର ରିକ୍ସ କିଏ ନବ? ତାକୁ ଯଦି ଆଜି ହାଣିଦେଲେ କି ଆଜି ରାସ୍ତାରେ ଯାଇକି କୁଟିଦେବେ, କହିବେ ଆମେ ପଛରୁ କୁଟିଗଲା ଆମେ ଜାଣେନି, ତ ସେଇଟାକୁ କିଏ କରିବ? ସେଇଥିପାଇଁକା ରଞ୍ଜନ ପାତ୍ର ଯେହେତୁ ଧମକଉଛି ତାକୁ, ସେ କହୁଛି ଯେ ସବୁବେଳେ ମୁଁ ତ ପୁଅର ମୁଣ୍ଡ ନେମି। ସେଇଟାର ମୋର ବୁଝିବାର କଥା ଯେ ଥାନା ବାଲା ଏଇଟାର କଣ ବୁଝୁଛନ୍ତି। ଯଦି କିଛି ନ ବୁଝିଲେ ଯାହା କରିବାର ଅଛି ମୁଁ କରିବି। ଅଭିଯୋଗ କରିଥିଲି, ସେମାନେ ତାଙ୍କର ବୁଝାବୁଝି କରିବା ପରେ ଥିଲେ। ସେ ପିଲାକୁ ଡାକିଥିଲେ, ସେ ପିଲା ମଧ୍ୟ ଯାଇଥିଲା ରାତି 10:30 ବେଳେ। 7ଟା ପାଖରୁ ଆମେ ଅପେକ୍ଷା କରିଥିଲୁ, ଥାନାରୁ ଆସିଲୁ 11ଟା ବେଳେ। ସେ ପିଲା ଯାଇକି ରଞ୍ଜନ ପାତ୍ର ରାତି 10:30 ବେଳେ ପହଞ୍ଚିଲା। ତାକୁ କହିଲେ ଯେତେବେଳେ ବୁଝାବୁଝି କରେଇଦବା ବୋଲି, କହିଲେ ତାଙ୍କ ଘରକୁ କାହିଁକି ଯାଇଥିଲ, ତମେ ଯାଇଥିଲ ନା? ସେ କହିଲା ହଁ ମୁଁ ଯାଇଥିଲି। କେତେବେଳେ? ନା 9:30 ବେଳେ। ଆଉ କଣ କହିଲ? ନା ତା ବାପା ମାକୁ ଧମକ ଦେଇକି ଆଇନି, ତା ପୁଅର ମୁଣ୍ଡ ନେଇନି। ଏଇ କଥା ଆସିକି ଯାଇଛନ୍ତି ସେମାନେ, ଆଉ କିଛି ବୁଝାବୁଝି ନାହିଁ। ଆମେ ପଚାରିଲେ ମ୍ୟାଡାମକୁ ଏଇଟା କେସ୍ ଫେସ୍ କଣ ହେଲା, ଆଉ ତାକୁ ଆଣିବେ ନା, ଆଉ ଇଏ ତାର ହ୍ୟାଣ୍ଡକପ୍ ଲାଗିବ ନା ନାହିଁ, ସିଏ ଆସିବ ନା ନାହିଁ ଥାନାକୁ। ତ ସେମାନେ କହିଲେ ଏଟାର କିଛି ଅଛି ନା କେସ୍ କରିବାର, ଏଇଟାର ଗୋଟେ କିଛି ଅଛି ନା ଯେ ତାକୁ ଆମେ ଆରେଷ୍ଟ କରିବା? ଆରେଷ୍ଟ କରିହବନି ଏ କେସର।